ଆପଣ ଚାକିରି ହେଉ କିମ୍ବା କମ୍ପାନୀ ହେଉ, ଯେଉଁଠାରେ ଆପଣ ଜବ୍ କରୁଛନ୍ତି ସେଠାରେ ଆପଣଙ୍କର କିଛି ନା କିଛି ଶତ୍ରୁ ଆପଣଙ୍କ ନାଁରେ ଚୁଗୁଲି କରିବାକୁ ଲାଗୁଛି, କିମ୍ବା ଆପଣଙ୍କ ବିବାହ ଆସୁଛି ହେଲେ ବିବାହ ପ୍ରସ୍ତାବ ଭାଙ୍ଗି ଯାଉଛି, କିମ୍ବା ଆପଣ କାହାକୁ ଭଲ ପାଉଛନ୍ତି କିମ୍ବା ଲଭ୍ କରୁଛନ୍ତି, ଆପଣଙ୍କ ଦୁଇ ଜଣଙ୍କ ଭିତରେ ମନାନ୍ତର ମତାନ୍ତର ହେବା ଦ୍ୱାରା ଦୁଇ ଜଣ ଅଲଗା ହୋଇଯାଇଛନ୍ତି। ଆପଣ କ'ଣ କରିବେ? ଏହି ମନ୍ତ୍ର ପାଠ କରିବା ଦ୍ୱାରା ଯାହା ଚାହିଁବେ ତାହା ପାଇବେ। ଆପଣଙ୍କ ଶତ୍ରୁ ସଂଖ୍ୟା କମିଯିବ। ଆପଣଙ୍କ ଆଙ୍ଗୁଠି ଅଗରେ ଏ ଦୁନିଆକୁ ନଚେଇବେ। ତ ନମସ୍କାର ଦର୍ଶକ ବନ୍ଧୁ, ଆଉ ଏକ ସୁନ୍ଦର ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ। ତ ଚାଲନ୍ତୁ ଜାଣିବା କ'ଣ କ'ଣ ସେ ମନ୍ତ୍ର, ଯେଉଁ ମନ୍ତ୍ରକୁ ପାଠ କରିବା ଦ୍ୱାରା ଆପଣ ଦୁନିଆକୁ ଆଙ୍ଗୁଠି ଅଗରେ ନଚେଇବେ। ଆପଣ ଯାହାକୁ ଚାହିଁବେ ତାହାକୁ ପାଦ ତଳକୁ ଆଣିପାରିବେ। ଆପଣଙ୍କ ବିବାହ ହେଉ କିମ୍ବା ଲଭ୍ ଲାଇନ୍ ହେଉ କିମ୍ବା ବେପାର ବାଣିଜ୍ୟ ହେଉ କିମ୍ବା ଯେକୌଣସି କାମ ଆପଣ ଚାହିଁବେ କରିପାରିବେ। ଏହି ମୋହିନୀ ମନ୍ତ୍ର ମା କାଳୀଙ୍କ ମନ୍ତ୍ର। ଏହି ମନ୍ତ୍ର ପାଠ କରିବା ଦ୍ୱାରା ଆପଣ ବଶୀଭୂତ କରିପାରିବେ ଅନ୍ୟମାନଙ୍କୁ। ତ କେମିତି କରିବେ ବଶୀଭୂତ, କେମିତି ପାଠ କରିବେ? ତ ପ୍ରଥମେ ଜାଣିବା, ଆମେ ଯଦି ଲଭ୍ ଲାଇନ୍ରେ କିଛି ନା କିଛି ଅସୁବିଧା ହେଉଛି, ଏହି ମନ୍ତ୍ରକୁ ପାଠ କଲେ ଆପଣ ତୁରନ୍ତ ଦେଖିବେ 100% ଗ୍ୟାରେଣ୍ଟି ଆପଣଙ୍କ ପାଖକୁ ଧାଇଁକି ଆସିବ ସେ। ଆପଣ ଏକ ସାଧା କାଗଜ ନେବେ, ସାଧା କାଗଜରେ ତା ନାଁ ଲେଖିବେ ଯାହାକୁ ଆପଣ ଭଲ ପାଆନ୍ତି, କିମ୍ବା ଆପଣ ଯେକୌଣସି ସମସ୍ୟା ହେଉ କି ଯାହା ହେଉ, କିନ୍ତୁ ପ୍ରଥମେ ମୁଁ ଆପଣଙ୍କୁ କହୁଛି, ଆପଣ ଯାହାକୁ ଭଲ ପାଉଛନ୍ତି କି ଲଭ୍ କରୁଛନ୍ତି ତା ନାଁ ଲେଖିବେ। ସେଇ ନାଁ ତଳେ ଲେଖିବେ ଓମ୍ ତ୍ରିଂ ତ୍ରିଂ କାଳି କାଳି ମହାକାଳୀ ସ୍ୱାହା। ଏହି ମନ୍ତ୍ର ପାଠ କରି ସେଇ ସାଦା କାଗଜକୁ 4 ଭାଗ କରି ନିଜ ମନି ପର୍ସରେ ରଖନ୍ତୁ। ଦେଖିବେ 100% କାମ ଦେବ। ସିଏ ଆପଣଙ୍କ ପାଖକୁ ଯେଉଁଠି ଥିଲେ ବି ଧାଇଁ ଆସିବ। ଆପଣ ଯାହା ଚାହିଁବେ ତାହା କରିପାରିବେ। ଦ୍ୱିତୀୟ, ଯଦି ଆପଣଙ୍କ ବିବାହ ହୋଇପାରୁନାହିଁ ତ କ'ଣ କରିବେ? ଯଦି ଆପଣ ବିବାହ ପ୍ରସ୍ତାବ ଦେଖିବାକୁ ଯାଉଛନ୍ତି, ସବୁ ଠିକ୍ଠାକ୍ ହେଉଛି, କିନ୍ତୁ ଶେଷ ସମୟ ବେଳକୁ ବିବାହ ପ୍ରସ୍ତାବ ଭାଙ୍ଗି ଯାଉଛି, ଯେଉଁଠି ବି ଆପଣ ବିବାହ ଦେଖିବାକୁ ଯାଉଛନ୍ତି ସେଇ ଜାଗାରୁ ଟିକେ ବାଲି ଆଣି ଓମ୍ ହ୍ରିଂ କ୍ରିଂ କ୍ରିଂ କହି ମା କାଳୀକେ ସ୍ୱାହା କହି ଫୁଙ୍କି ଦେବେ। ବାଲିଟିକୁ ସେଇଠି ପକାଇଦେବେ। ଦେଖିବେ ଆପଣଙ୍କ ବିବାହ ସେଇ ଜାଗାରେ ଠିଆ ହେବ, ଠିକ୍ ହେବ। ତୃତୀୟ, ଯଦି ଆପଣ କୌଣସି ବେପାର କରୁଛନ୍ତି, ବାଣିଜ୍ୟ କରୁଛନ୍ତି, କ'ଣ କରିବେ? ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଆପଣ ଯାହା ଚାହିଁବେ ତାହା କରିବେ। ଆପଣଙ୍କ ଦୋକାନ ହେଉ କିମ୍ବା ଯେକୌଣସି ବିଜନେସ୍ କରୁଛନ୍ତି, କଷ୍ଟମର ଗ୍ରାହକଙ୍କ ଧାଡ଼ି ଲାଗିବ। ଚତୁର୍ଥ ହେଉଛି ଆପଣଙ୍କ ଜବ୍ ଲାଇନ୍। ଯଦି ଆପଣ କେଉଁଠି ବି ଜବ୍ କରୁଛନ୍ତି କିମ୍ବା ଚାକିରି କମ୍ପାନୀ ମାନଙ୍କରେ ଚାକିରି କରୁଛନ୍ତି କିମ୍ବା ଗଭର୍ଣ୍ଣମେଣ୍ଟରେ ଚାକିରି କରୁଛନ୍ତି, ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଆପଣଙ୍କ ଜବ୍ରେ ଯେଉଁମାନେ ବି ଆପଣଙ୍କୁ ହିଂସା କରୁଛନ୍ତି, ଆପଣଙ୍କ ନାଁରେ ବସ୍‌ଙ୍କ ଆଗରେ ଚୁଗୁଲି କରୁଛନ୍ତି, ସିଏ ଆପଣଙ୍କୁ ଆସି ନମସ୍ତକ ହେବ, ଆପଣଙ୍କ ପାଦ ଧରିବ ଏହି ମନ୍ତ୍ରକୁ ପାଠ କଲେ। ତ ଆପଣ ଏସବୁ ପାଠ କେମିତି କରିବେ? ଏହି ମନ୍ତ୍ରକୁ ପାଠ କେମିତି କରିବେ? ଆପଣଙ୍କୁ କ'ଣ କଲେ ଏହି ମନ୍ତ୍ର ପାଠ କରିବା ଦ୍ୱାରା ତା'ର ପ୍ରଭାବ ପକାଇଥାଏ? ଆପଣ ଯାହାକୁ ଚାହିଁବେ ତାହାକୁ ବଶୀଭୂତ କରିପାରିବେ। ସର୍ବେ ପ୍ରଥମେ ମନେ ରଖନ୍ତୁ, ଏହି ମନ୍ତ୍ର କାହାକୁ ବି ବଶୀଭୂତ କରିବା ଆଗରୁ ଆପଣ ପ୍ରଥମେ ମଦ ମାଂସ ଏଗୁଡ଼ାକୁ ଛାଡ଼ିବାକୁ ପଡ଼ିବ। ଯଦି ଆପଣ ରବିବାର ମଦ ମାଂସ କିମ୍ବା କୌଣସି ଖରାପ କାମ କରୁଛନ୍ତି, ତାକୁ ଛାଡ଼ିବାକୁ ପଡ଼ିବ, ନଚେତ୍ ଏହି ମନ୍ତ୍ର କାମ ଦେବ ନାହିଁ।
ସକାଳୁ ସକାଳୁ ଉଠି ଆପଣ ଏହି ମନ୍ତ୍ରକୁ କରିପାରିବେ। ଯାହାକୁ ଚାହିଁବେ ତାହା କରିପାରିବେ। କିନ୍ତୁ ଯଦି ଆପଣ କେଉଁଠିକି ବିବାହ କରିବାକୁ ଯାଉଛନ୍ତି, ସେଠାରେ ଗାଧେଇ ପାଧେଇ ଯାଇ ସ୍ନାନ ସାରି ଗାଧୁଆ ପାଧୁଆ ସାରି ଯାଇଥିବେ, ସେଇ ଜାଗାରୁ ବାଲିଟାକୁ ଆଣି ସେଇଠି କରିପାରିବେ। କିନ୍ତୁ ଅନ୍ୟ କାମ ପାଇଁକା ଆପଣଙ୍କୁ ସକାଳୁ ଉଠି ସ୍ନାନ ସାରି କରିବାକୁ ପଡ଼ିବ। ମନ୍ତ୍ରଟି ଆହୁତରେ ମୁଁ ଆପଣଙ୍କୁ କହି ରଖୁଛି। ଓମ୍ ତ୍ରିଂ ତ୍ରିଂ କାଳି କାଳି ମହାକାଳି ସ୍ୱାହା। ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଆପଣଙ୍କର ଜୀବନରେ ଯାହାକୁ ଚାହିଁବେ ତାହାକୁ ଆକର୍ଷଣ ମଧ୍ୟ କରିପାରିବେ। ଆପଣଙ୍କ ଲଭ୍ ଲାଇନ୍, ଦାମ୍ପତ୍ୟ ଜୀବନ, ଚାକିରି କ୍ଷେତ୍ର, ଆପଣଙ୍କ ଯଶ ସମ୍ମାନ ସବୁଥିରେ ବଢ଼ିବାକୁ ଲାଗିବ। ଆପଣ ଯଦି ରାଜନୀତି କ୍ଷେତ୍ରରେ ଅଛନ୍ତି, ରାଜନୀତି କ୍ଷେତ୍ରରେ ଉପରକୁ ଉଠିବାକୁ ଚାହୁଁଛନ୍ତି, ତାହେଲେ ଏହି ମନ୍ତ୍ରକୁ ପାଠ କରିବା ଦ୍ୱାରା ଆପଣଙ୍କ ଚାରିପାଖରେ ଯେତିକି ବି ଯିଏ ବି ଶତ୍ରୁ ଥିବେ, ସିଏ ଆପଣଙ୍କ ବଶୀଭୂତ ହୋଇପାରିବେ। ଆପଣଙ୍କ ପାଦ ତଳେ ଆସି ନତମସ୍ତକ ହେବେ। ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ, ଆପଣମାନେ ଜାଣିପାରିବେ। ଏହି ମନ୍ତ୍ରକୁ ମାତ୍ର 100 ଥର ପାଠ କରିବା ଦରକାର। 101 ଥର ପାଠ କରିବା ଦରକାର। ତ 101 ଥର ପାଠ କରନ୍ତୁ, ଦେଖିବେ ଆପଣ ନିହାତି ଭାବେ ସଫଳତା ପାଇବେ। ଗ୍ୟାରେଣ୍ଟି ସହିତ ମୁଁ ଆପଣଙ୍କୁ କହୁଛି। ଯଦି ଭିଡ଼ିଓଟି ଭଲ ଲାଗୁଥିବ ତାହେଲେ ସବସ୍କ୍ରାଇବ୍ କରି ଚ୍ୟାନେଲରେ ଜୟ ମା କାଳିକା ଲେଖନ୍ତୁ। ରହିଲି ଦର୍ଶକ ବନ୍ଧୁ, ଜୟ ଜଗନ୍ନାଥ।